ବହୁତ ବର୍ଷର ସ୍ୱପ୍ନ ଆଜି ପୂରଣ ହୋଇଛି। ସାରା ବିଶ୍ୱ ଏହି ଦିନକୁ ଅପେକ୍ଷା କରିଥିଲା। କିନ୍ତୁ ଆଜି ପ୍ରଭୁ ଶ୍ରୀ ରାମଙ୍କର ପ୍ରାଣ ପ୍ରତିଷ୍ଠା ମଧ୍ୟ ହୋଇଛି। ତେଣୁ ଏପରି କିଛି ଘଟଣା ଘଟିଯାଇଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଓଡ଼ିଶାରୁ ଜଣେ ଲୋକ ଯାଇଥିଲେ ଅଯୋଧ୍ୟା, କିନ୍ତୁ ଏଭଳି କିଛି ତାଙ୍କ ସହିତ ଘଟିଗଲା ଯାହା ଶୁଣିଲେ ଆପଣଙ୍କର ଆଖିରୁ ମଧ୍ୟ ଲୁହ ଝରି ଆସିବ। ତେବେ ତା ପୂର୍ବରୁ ଯଦି ଆପଣମାନେ ପ୍ରକୃତରେ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ, ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ଶ୍ରୀରାମ ଲେଖିଦିଅନ୍ତୁ। ରାଜକନିକା ଗାଁରୁ 15 ବର୍ଷର ପିଲାଟି ବାହାରିଥିଲା ଅଯୋଧ୍ୟାକୁ। ସେ ପୁଣି ବି ଏକା, ଘର ଲୋକ ସହିତ ରାଗି ଏକା ଚାଲି ଆସିଥିଲା ଅଯୋଧ୍ୟାକୁ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ କରିବା ପାଇଁ। କିଛି ଦିନ ପୂର୍ବେ ଟ୍ରେନରେ ବସି ପହଞ୍ଚିଥିଲା ଏବଂ ଘର ଲୋକଙ୍କୁ ଫୋନ କରି କହିଥିଲା ମୁଁ ଅଯୋଧ୍ୟାରେ ପହଞ୍ଚିଗଲି। ଆଉ ସେହି ସମୟରେ ଘର ଲୋକ ମଧ୍ୟ ବହୁତ ବ୍ୟସ୍ତ ହେଉଥାନ୍ତି, କାହିଁକି ନା ନାବାଳକ ଜଣକ କେବେ ବି ଘରୁ ବାହାରି ନଥିଲା, ହଠାତ୍ ଅଯୋଧ୍ୟାରେ ଯାଇ ପହଞ୍ଚିଲା। ସେ ପୁଣି ବି କୌଣସି ସାଙ୍ଗସାଥୀ ନୁହେଁ, ଏକା ଯାଇ ପହଞ୍ଚିଛି। ଆଉ ଛୋଟ ବେଳରୁ ଗାଁ ପାଖରେ ଥିବା ହନୁମାନ ମନ୍ଦିରରେ ପୂଜା କରୁଥାଏ। ପାଠ ପଢ଼ା ଆଉ ପଢ଼ିଲା ନାହିଁ, 10ମ ଫେଲ୍, କିନ୍ତୁ ହନୁମାନ ମନ୍ଦିରରେ ପ୍ରତ୍ୟେକ ଦିନ ସେ ପୂଜା କରୁଥାଏ। ଆଉ ଏମିତି କିଛି ଘଟିଗଲା ତା ସହିତ, ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ରାତି ରାତି ନଈ କୂଳରେ ଶୋଇଥାଏ, ସରାୟୁ ନଈ କୂଳରେ ରାତି ରାତି ଶୁଏ। ଭାବିଥିଲା ଯେ ଅଯୋଧ୍ୟାରେ ମାଗଣା ରହିବା ଏବଂ ଖାଇବାକୁ ମିଳିବ, କିନ୍ତୁ ଚିହ୍ନା ପରିଚୟ ନଥିଲା। ହଠାତ୍ ପହଞ୍ଚି ଯାଇଥିଲା ଭାବରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଦେଖିବ ବୋଲି। କିନ୍ତୁ ଏମିତି କିଛି ଘଟିଗଲା ଯାହା ଫଳରେ ଯାହା ହେଲା ଆଗକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ପ୍ରକୃତରେ 2 ଦିନ ଯାକ ନ ଖାଇ ନ ପିଇ ଶୋଇଥିଲା। ସେପଟେ ପାଣି ଟିକେ ଟିକେ ପିଉଥାଏ ଏବଂ କୋଉଠୁ ମାଗି ଯାଉଛି ଖାଉଥାଏ, କିନ୍ତୁ ରାତିରେ ଖାଉନଥାଏ, ପାଣି ମଧ୍ୟ ପିଉନଥାଏ। ଦିନେ ଅଯୋଧ୍ୟାର ପ୍ରାଣ ପ୍ରତିଷ୍ଠା ପୂର୍ବ ଦିନ ରାତିରେ ସରାୟୁ ନଦୀ ପାଖରେ ଶୋଇଥାଏ। ହଠାତ୍ ଶୋଷ ଲାଗିଲା, ପାଣି ପିଇବାକୁ ପାଇଲା ନାହିଁ। ଚାରିଆଡ଼େ ଖୋଜିଲା, କିନ୍ତୁ ପାଣି କୋଉଠି ନାହିଁ। ଶେଷରେ ଥକି ପଡ଼ି ଶୋଇପଡ଼ିଲା। ତାପରେ ମାଙ୍କଡ଼ଟି ଆସି ତାକୁ ପାଣି ଆଣିଦେଲା ଆଉ ତା ହାତକୁ ଟାଣି ନେଉଥିଲା। ଠିକ୍ ନିଦ ଭାଙ୍ଗିଲା ବେଳକୁ ସତରେ ତା ପାଖରେ ମାଙ୍କଡ଼ଟିଏ ଅଛି ଆଉ କିଛି ବାବା ମଧ୍ୟ ଅଛନ୍ତି। ତେଣୁ ସେ ସ୍ୱପ୍ନ ଯାହା ଦେଖୁଥିଲା, ମାଙ୍କଡ଼ଟି ପାଣି ଆଣି ଦେଉଥିଲା ଏବଂ ହାତକୁ ଟାଣି ନେଉଥିଲା, ପ୍ରକୃତରେ ଗୋଟିଏ ମାଙ୍କଡ଼ ତା ପାଖରେ ଥିଲା ଏବଂ 2 ଜଣ ବାବା ମଧ୍ୟ ଠିଆ ହୋଇଥିଲେ, ଯିଏକି ବଡ଼ ବଡ଼ ଦାଢ଼ି ନିଶ ରଖିଛନ୍ତି। ଏବଂ 15 ବର୍ଷର ପିଲାଟି ଦେଖି ହଠାତ୍ ଡରିଗଲା। 3 ଦିନ ହେଲା ଅଯୋଧ୍ୟାରେ ରହିଥିଲା, ଖାଇବା ପିଇବା ପାଉନଥିଲା। ହଠାତ୍ ବାବା ହାତରେ ପାଣି ବୋତଲ ଦେଖି ପାଣି ପିଇଦେଲା। ପାଣି ପିଇ ସାରିଲା ପରେ ପଚାରିଲା, ବାବା ଆପଣ କାହିଁକି ଆସିଛନ୍ତି ଏଠି, କ'ଣ ପାଇଁ ଆସିଛନ୍ତି? ସେହି ସମୟରେ 2 ଜଣ ବାବା କହିଲେ, ମାଙ୍କଡ଼ ଜଣକ ଆମ ବସ୍ତ୍ର ନେଇ ଏଇ ପାଖକୁ ଆସିଥିଲା। ତମ ପାଖକୁ ଯେତେବେଳେ ଆସିଗଲା, ଆମେ ସିଧା ଆସିକି ତା ପଛରେ ପଛେ ତମ ପାଖକୁ ଆସିକି ପହଞ୍ଚିଗଲୁ। ଆଉ ସେହି ସମୟରେ ଠିକ୍ ହଠାତ୍ ଶୁଣିକି ଆଶ୍ଚର୍ଯ୍ୟ ଯେ ସେଇ ବ୍ୟକ୍ତି ନିଜେ ଯାହା ସ୍ୱପ୍ନ ଦେଖିଥିଲା, ସେଇ ପିଲାଟି ସବୁ ସତ କଥା କହିଲା। ହେଲେ ବାବା ମୁଁ ଏମିତି ସ୍ୱପ୍ନ ଦେଖିଥିଲି ଯେ ମାଙ୍କଡ଼ଟି ମୋତେ ଆଣି ପାଣି ଦେଉଛି, କିନ୍ତୁ ଆପଣଙ୍କ ହାତରେ ପାଣି ବୋତଲ ଦେଖି ମୁଁ ଆଉ ଶୋଷ ସମ୍ଭାଳି ପାରିଲିନି, ପାଣି ପିଇଦେଲି, ଖରାପ ଭାବିବେ ନାହିଁ। ଆଉ ସେଇ ବାବା ଜଣକ କହିଲେ, ତମେ ଯାହାକୁ ସ୍ୱପ୍ନ ଦେଖିଥିଲ ସେ ଭଗବାନ ଅବତାରରେ ଆସିଛନ୍ତି। ଏମିତି କିଛି ସ୍ୱପ୍ନ, ତଥାପି ସେ ଜାଣିପାରିଲା ନାହିଁ। ପିଲାଟି ପାଣି ପିଇଦେଲା ଆଉ ହଠାତ୍ ଯେତେବେଳେ ଯାଉଥାଏ ଆଗକୁ ଚାଲି ଚାଲି ନିଜ ରାସ୍ତାରେ, ସେହି ସମୟରେ ପଛକୁ ବୁଲିକି ଅନେଇଲା ବେଳକୁ ବାବା ନାହାନ୍ତି, ମାଙ୍କଡ଼ 2 ଜଣ ଅଛନ୍ତି। ମାଙ୍କଡ଼ ଗୋଟିଏ ଥିଲେ, କିନ୍ତୁ ମାଙ୍କଡ଼ 2 ଜଣ, ବାବା ଆଉ ନାହାନ୍ତି। ଆଉ ସେହି ସମୟରେ ପିଲାଟି ଦେଖି ଆଶ୍ଚର୍ଯ୍ୟ। ବାଁ ପଟ ଡାହାଣ ପଟ ସବୁଆଡ଼େ ବୁଲିଲା, କୌଣସି ଆଗରେ ଲୋକ ମଧ୍ୟ ନାହାନ୍ତି କି ବାବା ନାହାନ୍ତି। ପିଲାଟି ଭୟରେ ଦୌଡ଼ି 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 ପଳାଇଲା। ସରାୟୁ ନଦୀ ପାଖରେ ଯେଉଁ ରୋଡ଼ ଅଛି, ସେ ରୋଡ଼ରେ ଲୋକମାନେ ତ ରାତି ସାରା ରହୁଛନ୍ତି, ସେଠି ଯାଇକି ଛିଡ଼ା ହେଲା। ଆଉ ସେଠି ଯେତେବେଳେ ଛିଡ଼ା ହୋଇଛି, ସେଇ ମାଙ୍କଡ଼ 2 ଜଣ ଭିତରୁ ଜଣିଏ ମାଙ୍କଡ଼ ଆସି ପ୍ରଭୁ ଶ୍ରୀ ରାମଙ୍କ ପାଖରେ ନାଚୁଥାଏ। ଆଉ ସିଏ ମଧ୍ୟ ଦେଖିକି ଆଶ୍ଚର୍ଯ୍ୟ ଯେ ହୁଏତ ଇଏ ସେଇ ମାଙ୍କଡ଼
ପ୍ରଭୁ ରାମଙ୍କ ପାଖରେ ଯେମିତି ନାଚୁଥାଏ ପିଲାଟି ଦେଖିଲା। ପିଲାଟି ମନରେ ଭୟ ଟିକେ ଟିକେ ସୃଷ୍ଟି ହେଉଥିଲା। ଆଉ ହଠାତ୍ ଦେଖିକି ଆଶ୍ଚର୍ଯ୍ୟ ସେହି ମାଙ୍କଡ଼କୁ। ଆଉ ତାପରେ ଯାହା ହେଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ପିଲାଟି ଦୌଡ଼ି ଦୌଡ଼ି ଯାଉଥିଲା ମନ୍ଦିର ଭିତରକୁ। ଆଉ ମନ୍ଦିର ବାଟ ଦେଇ ଯେଉଁ ଗେଟ୍ ପାଖରେ ଛିଡ଼ା ହେଇଥିଲେ ଗାର୍ଡ଼ମାନେ ପିଲାଟିକୁ ଅଟକାଇଲେ ଏବଂ ପଚାରିଲେ କୁଆଡ଼େ। ସେହି ସମୟରେ ପିଲାଟି କହୁଥାଏ ମୁଁ ମନ୍ଦିର ଭିତରକୁ ଯିବି। ଆଉ ଆଜି ହେଲା ପ୍ରାଣ ପ୍ରତିଷ୍ଠା। ସକାଳୁ ସକାଳୁ ପିଲାଟିକୁ ଛାଡ଼ିଲେ ନାହିଁ, ମନା କଲେ। କହିଲେ ଏଇ ବାଟ ଦେଇକି ବଡ଼ ବଡ଼ ନେତା ମନ୍ତ୍ରୀ ବଡ଼ ବଡ଼ VIP ଲୋକ ଆସିବେ, ତୁମକୁ ଏଇ ବାଟ ଆମେ ଛାଡ଼ିପାରିବୁ ନାହିଁ। ଆଉ ସେହି ସମୟରେ ପିଲାଟି ମନ ଦୁଃଖରେ ଫେରୁଥାଏ। ଆଉ ଫେରିଲା ବେଳକୁ ଠିକ୍ ସେଇ ମାଙ୍କଡ଼ଟିକୁ ମଧ୍ୟ ଦେଖିଲା। ମାଙ୍କଡ଼ଟିକୁ ଦେଖିକି ଆଶ୍ଚର୍ଯ୍ୟ, ତା ଆଖପାଖରେ ସେଇ ମାଙ୍କଡ଼ଟି ରହିଥାଏ ଏବଂ ସେ କିଛି ଜାଣିପାରୁନଥାଏ। ପୁଣି ଆଉ ଟିକେ ଆଗକୁ ଗଲାବେଳୁ ପ୍ରଭୁ ଶ୍ରୀ ରାମଙ୍କ ଫଟୋ ଲଗାଇଥିଲା, ସେଠି ମଧ୍ୟ ମାଙ୍କଡ଼ଟି ନାଚୁଥିଲା। ଏବଂ ପିଲାଟି ହଠାତ୍ ଏସବୁ କ'ଣ ଭାବି କିଛି ବୁଝିପାରୁନଥାଏ। ସେହି ସମୟରେ ଭାବିଲା ଆଜି ମଧ୍ୟ ମୁଁ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ କରିପାରିବି ନାହିଁ। ଆଉ ଛୋଟ ପିଲା ଭାବି କେହି ମଧ୍ୟ ପଚାରୁନଥାନ୍ତି। ପିଲାଟି ଯେତେବେଳେ ଚାଲି ଚାଲି ଯାଉଥାଏ ଠିକ୍ ସମୟରେ ସେଇ ବାବାଙ୍କୁ ଦେଖିଲା, ଯେଉଁ ବାବା ତାଙ୍କୁ ପାଣି ପିଇବା ପାଇଁ ଦେଇଥିଲେ। ଆଉ ପିଲାଟି ହଠାତ୍ ସେ ବାବାଙ୍କୁ ଦେଖିଲା ବେଳକୁ ବାବା କୁଆଡ଼େ ଚାଲି ଯାଇଥିଲେ। ହଠାତ୍ ସେ ବାବାଙ୍କୁ ଦେଖି ପଚାରିଲା, ବାବା ମୁଁ ଯେତେବେଳେ ଖୋଜିଲି ସେହି ସମୟରେ ତୁମେ ନଥିଲ, କୁଆଡ଼େ ଚାଲି ଯାଇଥିଲ? ସେହି ସମୟରେ ବାବା ଜଣକ ହସିଦେଲେ ଏବଂ ପଚାରିଲେ ତମେ ଆମ ସହିତ ଯିବ? ସେହି ସମୟରେ 15 ବର୍ଷର ଯୁବକଟି କହିଲା ହଁ ମୁଁ ଯିବି ବାବା। ସେହି ସମୟରେ କହିଲେ ତମକୁ ଆମ ସହିତ କୀର୍ତ୍ତନ କରିବାକୁ ପଡ଼ିବ। ସେହି ସମୟରେ ଆହୁରି ଖୁସି ହେଇ କହିଲା ହଁ ବାବା ମୁଁ କୀର୍ତ୍ତନ କରିବି। ଶେଷରେ ସେ ବାବାଙ୍କ ସହିତ କୀର୍ତ୍ତନ କରି ପ୍ରଭୁ ଶ୍ରୀ ରାମଙ୍କର ଦର୍ଶନ ସାରି ଘରକୁ ହଠାତ୍ ଫୋନ୍ କଲା। ଖୁସି ହେଇ କହିଲା ମା ମୁଁ ଆଜି ପ୍ରଭୁ ଶ୍ରୀ ରାମଙ୍କୁ ଦର୍ଶନ କଲି ଏବଂ ପାଖରେ ଥିବା ସରାଇ ନଦୀ କୂଳେ ମଧ୍ୟ ପ୍ରସାଦ ସେବନ କଲି ବାବାଙ୍କ ସହିତ ଯାଇ। ସେ ସମୟରେ ପଚାରିଲେ କେଉଁ ବାବା ପୁଅ? ନା ଅଯୋଧ୍ୟାରେ ଜଣେ ବାବା ମୋତେ ଦେଖା ହୋଇଥିଲେ। ସେ ବାବାଙ୍କ ସାହାଯ୍ୟରେ ମୁଁ ଆଜି ବହୁତ ଖୁସି। ଆଉ ମା ଜାଣିଛୁ ମୁଁ ଆଜି ଏଇଠି ରହିବି, ମୁଁ କିଛି ଦିନ ଏଇଠି ରହିଲା ପରେ ଘରକୁ ଫେରିବି। ସେହି ସମୟରେ କହୁଛନ୍ତି ନା ବାପା ତୁ ଦର୍ଶନ ସାରି ସାରିଲୁଣି, ତୁ ପଳେଇ ଆ। ସେହି ସମୟରେ କହୁଛି ନା ମୁଁ ଆଉ 4-5 ଦିନ ଏଠି ରହିବି। ତେଣୁ ଇଏ ଥିଲା ଗୋଟିଏ ଛୋଟିଆ କାହାଣୀ। ଯଦି ଆପଣଙ୍କୁ ଭଲ ଲାଗିଲା ତେବେ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର ମଧ୍ୟ କରିବେ ଏବଂ ଥରେ କହିଦିଅନ୍ତୁ ଜୟ ଶ୍ରୀରାମ।